हेलो फ्रेंड, जय जगन्नाथ। केमती अछंती समस्ते? आशा करछि समस्ते भलर थिबे। मु भी बहुत भलर अछि। आज जेहेतु सुदशा व्रत आउ दशहरा एका संगरे पड़िछि, तेणु काम तो टिके अधिका रहिबो। तेणु मु सकाळु 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 बोली 4:30 हैतिला मु उठी गोबर पानी पकेई ओळेबे। आउ कोन देखुते जोर रे वर्षा होउछि, छता मारी ओळौछि। तो बासी काम सारी मु गाधेवा पई पळेली। गाधेई सारी सिंदूर लगेई बाहरକୁ आसी देखिला बेलକୁ पूरा सकाळ ହେଇଗଲାଣି। ବର୍ଷା ବି ସେମିତି ହଉଛି। ତାପରେ ଘର ଓଳେଇ ନଥିଲି, ଘର ଓଳାଓଳି କରି ପା ପୋଛ ସଫା ହେଇଥିଲା, ତାକୁ ଆଣି ସବୁ ଦୁଆର ମୁହଁରେ ପକେଇଦେଲି। ତାପରେ ଠାକୁର ଘରକୁ ଆସିଲି। କାଲି ଯେହେତୁ ମୁଁ ପୋଛା କରିଦେଇଥିଲି, ଆପଣ ମାନେ କହିବେ ବୁଧବାର ଦିନ ପୋଛା କର ନା ଗୁରୁବାର ଦିନ। ମୁଁ ତ ବୁଧବାର ଦିନ ପୋଛା କରିଦିଏ। ତାପରେ ଯେହେତୁ ବ୍ରତ ଥିଲା, ଅରୁଆ ଚାଉଳ ଭିଜେଇଥିଲି ରାତିରୁ, ତାକୁ ବାଟି ଚିତା ପକେଇଲି, ଯୋଉଠି ବ୍ରତ ପୂଜା ହବ ଆଉ ସବୁ ଘର ଦୁଆର ମୁହଁରେ। ତାପରେ ସେଇ ଝୋଟି ଚିତା ଉପରେ ମାଙ୍କୁ ସ୍ଥାପନ କରିଥିଲି। ମାଙ୍କୁ ଧୂପ ଦୀପ ଦେଇ ବନ୍ଦାପନା କରି ଚଉରା ପୂଜା କରି ଏହିପରି ପୂଜା କରିଥିଲି। ଇଏ ଥିଲା ସକାଳର ପୂଜା। ଆଉ ଦ୍ୱିପହରର ତ ପୂଜା ଅଲଗା ଅଛି। ବ୍ରତ ପୂଜା ହବ ଦ୍ୱିପହରେ, ଆଉ ପିଠା ପଣା ହବ, କେତେ କଥା। ଆଉ ମୋର ନେକ୍ସଟ ଭିଡିଓରେ ଆପଣ ମାନେ ସେ ସବୁ ଦେଖିବେ। ତ ରହୁଛି, କେମିତି ଲାଗିଲା ମୋ ସକାଳର ବ୍ଲଗ ତ କମେଣ୍ଟ କରିବେ। ଜୟ ଜଗନ୍ନାଥ, ଜୟ ମା ଦୁର୍ଗା।